2010 ମସିହା ମୋର ଜଣେ ବନ୍ଧୁ ମୋତେ ଫୋନ୍ କଲେ ଯେ କଳ୍ପତରୁ ଭାଇ ଆଉ ଗୋଟେ ବଢ଼ିଆ ମାନେ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ ଗଭର୍ଣ୍ଣମେଣ୍ଟର ବାହାରିଛି, ତା'ର କିଛି ପୋଷ୍ଟ ବାହାରିଛି, ଆଉ ଆମେ ଆପ୍ଲାଏ କରିବା, ତୁମେ ବି ସୁବିଧା ଦେଖି ଆପ୍ଲାଏ କରିଦିଅ। ସୋମବାର ଦିନ ଲାଷ୍ଟ ଡେଟ୍ ଅଛି, ତ ଡ୍ରାଫ୍ଟ କରିକି ପୋଷ୍ଟାଲରେ ସ୍ପିଡ଼ ପୋଷ୍ଟ କରିଦେଲେ ତ ତମେ ବି ମାନେ ପହଞ୍ଚିଯିବ ଟାଇମ୍ରେ। ତାପରେ ଦେଖନ୍ତୁ, ଆମେ ଯାହା ବି ଯେଉଁଠି ଯାହା କାମ କରୁଛେ ତା ଭିତରେ ଆମ ପଛରେ ଭଗବାନଙ୍କର ଗୋଟେ ହାତ ଅଛି, ଏଇଟାକୁ ତ ଆମକୁ ନିଶ୍ଚିତ ଭାବେ ମାନିବାକୁ ପଡ଼ିବ। ସେ ମୋର ଅତି କ୍ଲୋଜ୍ ସାଙ୍ଗ, ବହୁତ ବଢ଼ିଆ ବନ୍ଧୁ ବି, ସହପାଠୀ ବି। ତ କଥା ମାନି ମୁଁ କ'ଣ କଲି, ତ ଶନିବାର କୌଣସି ପ୍ଲାଣ୍ଟରୁ କାମ ଛୁଟି ନେଇ ଆସି ତ ବାହାରି ପଡ଼ିଲି ଡ୍ରାଫ୍ଟ କରିବାକୁ। ଚଣ୍ଡିଖୋଲ ଷ୍ଟେଟ୍ ବ୍ୟାଙ୍କରେ ଡ୍ରାଫ୍ଟ କଲି, ତାପରେ ନେକ୍ସଟ ଚାଲିଲି ତାକୁ ପୋଷ୍ଟ କରିବି ସ୍ପିଡ଼ ପୋଷ୍ଟ। ଚଣ୍ଡିଖୋଲରେ ପଚାରିଲା ବେଳକୁ ସେମାନେ ସେଠି ଯେତେବେଳେ ଟିକେଟ୍ ମରା ହେଇକିରି ପୋଷ୍ଟ ହେଉଥିଲା, ଟିକେଟ୍ ସେଠି ନାହିଁ। ତାପରେ କହିଲେ ଧାନମଣ୍ଡଳ ପଳାଅ, ସେଇଠି ଠିକ୍ ହେବ। ତ ଧାନମଣ୍ଡଳ ଗଲାବେଳକୁ ଜଷ୍ଟ ପୋଷ୍ଟାଲରେ ପଚାରିଲା ବେଳକୁ ସିଏ ବି କହୁଛି ସେଠି ତାର ପାଖରେ ଟିକେଟ୍ ନାହିଁ, 30 ଟଙ୍କାର ଟିକେଟ୍ ଦରକାର, 5 ଟଙ୍କିଆ 6ଟା ହେଲେ ହେଇଯିବ। ତ ନାହିଁ, ତାପରେ ସିଏ କହିଲା ମୋର ଶନିବାର ଆଜି, ମୁଁ ଜଲ୍ଦି ଡାକ ପଳେଇବ। ତାପରେ ମୁଁ କହିଲି ଟିକେ ଅପେକ୍ଷା କରିଥାଅ। ସେ କହିଲା କେଉଁଠି ମିଳିବ ନା, ପାଖ ଦୋକାନରେ ପଚାର, ଯଦି ଥିବ ତାହେଲେ ମୁଁ ଅଛି, ଅପେକ୍ଷା କରିଛି, ଆଣିକି ଦେଇଦେବ। ତାପରେ ସେ ଦୋକାନରେ ଯାଇକି ପଚାରିଲି, ପାନ ଦୋକାନରେ, ସେ ବି ରଖେ କିନ୍ତୁ ତାର ବି ସରିଯାଇଛି ଯୋଗକୁ ନାହିଁ। ତାପରେ ଏମିତି ମନ ଦୁଃଖ ହେଇଗଲା, ଆଉ କ'ଣ କରିବା, ଲାଷ୍ଟ ଡେଟ୍ ସୋମବାର ପହଞ୍ଚିବା ଦରକାର। ତ ଆଜି ପୁଣି ଡାକ ପଳେଇଲେ, ତାପରେ ରବିବାର ଆଉ ଛୁଟି ମିଳୁନି ସିଆଡ଼ୁ ପ୍ଲାଣ୍ଟରୁ। ତ ନେକ୍ସଟ ଏମିତି ଭାବୁଥାଏ ଟିକେ ମନେ ମନେ। ଦେଖନ୍ତୁ ଆମ ପଛରେ କେମିତି ଉପରବାଲାର ହାତ ଅଛି। ମୋ ପଛଆଡ଼େ ଗୋଟେ ପିଠି ଗୋଟେ ଥାପଡ଼ଟେ ମାରିଲା ଭଳିଆ, କିଏ ଜଣେ ନିଜ ଲୋକ ମାରିଲା ଭଳିଆ ଶୁଭିଲା। ତ ବୁଲିକି ଦେଖିଲା ବେଳକୁ ମୋର ଜଣେ ସାର୍, ସେ ଆମର କ୍ଲର୍କ ଥିଲେ। ତ କିରେ କଳ୍ପତରୁ କ'ଣ କରୁଛୁ ଏଠି? ମୁଁ କହିଲି କ'ଣ ସାର୍, ମନ ଦୁଃଖ, ଗୋଟେ ଫର୍ମ ପକାଇବାକୁ ଆସିଥିଲି ଯେ ପୋଷ୍ଟାଲରେ ଟିକେଟ୍ ନାହିଁ। ସେ କହିଲେ ପାନ ଦୋକାନରେ ପଚାରେ, ପାନ ଦୋକାନରେ ପଚାରିଛି। ତାପରେ ସେ କହିଲେ ଚାଲ ଦେଖିବା, ଆମ ITIରେ ତୁ ତ ପଢ଼ୁଥିଲୁ, ତ ଚାଲ ଦେଖିବା, ମୋତେ କାହିଁ ଲାଗୁଛି ସେଇଠି ଥିବ, ମୁଁ ଗୋଟେ ରଖିଲା ଭଳିଆ ଡାଏରୀରେ ମନ ହେଉଛି। ତ ଗଲି ତାଙ୍କ ସହିତ ସାଇକେଲରେ, ମୋର ସାଇକେଲ ଥିଲା, ସିଏ ବି ଗଲେ ତାଙ୍କ ସହିତ, ଆଗେ ପଛେ ହେଇକି ଗଲୁ। ଯାଇକି ପହଞ୍ଚିଲା ବେଳକୁ ସେ ଖୋଜିଲା ବେଳକୁ ଏକ୍ଜାକ୍ଟଲି 30 ଟଙ୍କାର ଟିକେଟ୍ ହିଁ ଅଛି, ତ 5 ଟଙ୍କିଆ 6ଟା ଅଛି। ମାନେ ଥରେ ଭାବନ୍ତୁ, ମୁଁ ତାଙ୍କୁ 30 ଟଙ୍କା ଦେଲି, ଆଉ ସେ ଟିକେଟ୍ ଆଣିକିରି ପକେଇଲି। ଫର୍ମ ପହଞ୍ଚିଲା, ଯାଇକି ଠିକ୍ ସମୟରେ ପହଞ୍ଚିଲା। ତାପରେ ସିଲେକ୍ସନ୍ ପ୍ରୋସେସ୍ ବି ଚାଲିଲା, ତ ଇଣ୍ଟରଭ୍ୟୁ ପାଇଁ ଡକା ହେଲା, ରିଟିନ୍ ହେଇଗଲା, ରିଟିନ୍ରେ ଭାଇବା ହେଇଗଲା। ସବୁ ସରିଲା ପରେ ରେଜଲ୍ଟ ବି ବାହାରିଲା। ର୍ୟାଙ୍କ କାର୍ଡ଼ରେ ମୋର ମାନେ ଅଲ୍ ଓଡ଼ିଶା ମେରିଟ୍ ଲିଷ୍ଟରେ ସେଥିରେ 16 ର୍ୟାଙ୍କ ଥିଲା, ଯାହା ହଉ ପୋଷ୍ଟିଂ ବି ହେଇଗଲା। ତ ଥରେ ଭାବନ୍ତୁ, ଏ ସବୁ ପଛରେ ଆଜି ସେଦିନର ସେଇ ମୋର ସାର୍ମାନଙ୍କର ଯେଉଁ ଆଶୀର୍ବାଦ, ଯାହା ଦେଖନ୍ତୁ, ଏଇଟା ଗୋଟେ ସଂଯୋଗ କହିବେନି ତ କ'ଣ। ପୋଷ୍ଟାଲରେ ନାହିଁ, ଟିକେଟ୍ ନାହିଁ, ହୁଏତ ଜଣେ ମାନେ କ୍ଲର୍କ ଯିଏକି ଆମକୁ ବହୁତ ଭଲ ପାଆନ୍ତି, ତାଙ୍କର ସିଏ ମୋତେ ମୋ ପଛଆଡ଼ୁ ଆସୁଛନ୍ତି, ଆଉ ପିଠିରେ ହାତ ବାଡ଼େଇକିରି କଳ୍ପତରୁ କ'ଣ କରୁଛୁ, ଆଉ କ'ଣ ପାଇଁ ଆସିଥିଲୁ, କ'ଣ ହେଇଛି, ଆଉ ସବୁ ଭଲ ତ, ଏମିତି ପଚାରିବା ଭିତରେ ମୁଁ ମୋ ଦୁଃଖଟା କହିଲି। ତ ସେ ସଂଯୋଗ ଏସବୁ କ'ଣ, ଯାହାହେଲେ ବି ମୁଁ ଆକୁ ମାନିବି, ଏହା ଭଗବାନଙ୍କର ଆଶୀର୍ବାଦ, ଆଉ ସେଇଟା ତାଙ୍କ ଦ୍ୱାରା ହିଁ ସମ୍ଭବ, ସେ ହିଁ କରାନ୍ତି। ଆଉ ଏଥିରେ ମୁଁ କିଛି ଅନ୍ୟ ମାନେ ଆଉ କିଛି, ଏଇଟା ଉପରବାଲାର ଆଶୀର୍ବାଦ ଥିଲେ ଦୁନିଆରେ ସବୁ ଜିନିଷ ସମ୍ଭବ। ନିଜର ତାଙ୍କ ପ୍ରତି ଗଭୀର ଭଲ ପାଇବା, ବିଶ୍ୱାସ, ଆଉ ସବୁ ଲୋକଙ୍କ ସହିତ ଭଲ ସମ୍ପର୍କ, ଏହା ହିଁ ଦିନେ ଆପଣଙ୍କୁ ସବୁ ଲୋକଙ୍କର ୱେଲ୍ ୱିଶ୍ରେ ଆପଣ ଆଗକୁ ଯିବେ। ତ ତାପରେ ଚାକିରିରେ ଆଜି ମୋର ପାଖାପାଖି 14 ବର୍ଷ କମ୍ପ୍ଲିଟ୍ ହେଲା। ଏସବୁ ପାଇଁ ମୁଁ ଆପଣମାନଙ୍କୁ ବି ବହୁତ ଧନ୍ୟବାଦ। ଏହା ଏତିକି ମୋର ହୃଦୟର କଥା।